ଜୟ ଜଗନ୍ନାଥ। ପ୍ରଭୁ ଜଗନ୍ନାଥ କୃପାରୁ ଆପଣମାନେ ଭଲରେ ଥିବେ। ଆଉ ଆସନ୍ତା 2025 ବର୍ଷଟି ଆପଣମାନଙ୍କ ପାଇଁ ସୁଖପ୍ରଦ ହେବ। ସମସ୍ତ ରୋଗ ଦୁଃଖ କଷ୍ଟରୁ ମୁକ୍ତି ମିଳିବ, ସୁଖ ଶାନ୍ତି ମିଳିବ, ଧନଧାନ୍ୟ ମିଳିବ। ଆପଣମାନଙ୍କୁ ନବବର୍ଷର ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା, ଅଭିନନ୍ଦନ। ଆପଣମାନେ ଜାଣିଛନ୍ତି ଆସନ୍ତା ଡିସେମ୍ବର ମାସ 30 ତାରିଖ ସୋମବାର ମୁଁ ଆସୁଛି ରେମୁଣା ନୂଆଗାଁ ବାଲେଶ୍ୱର। ଆପଣମାନେ ଜାଣିଛନ୍ତି ଏହା ହେଉଛି 2024 ବର୍ଷର ଶେଷ କ୍ୟାମ୍ପ ବାଲେଶ୍ୱରରେ। ତେଣୁ ଆପଣମାନଙ୍କର କିଛି ରୋଗ ଦୁଃଖ କଷ୍ଟ ଅଛି, ଥରେ ଆସନ୍ତୁ, ନିଜ ଦୈବୀ ଚିକିତ୍ସା ଦେଖନ୍ତୁ। ଯାହା ଆପଣମାନେ ଜାଣିଛନ୍ତି ଦୀର୍ଘ 14 ବର୍ଷ ଧରି ଓଡ଼ିଶା ନୁହେଁ, ଇଣ୍ଡିଆ ନୁହେଁ, ବାହାର ଦେଶରେ ମୁଁ ମୋର ସେବା ପ୍ରଦାନ କରିଛି। ଆଉ ଲୋକମାନଙ୍କର ଶେଷ ଆଶା ଭରସା ଏହି ବାବା ଆର୍ତ୍ତଟଣଙ୍କ ଦୈବୀ ଚିକିତ୍ସା। ଯଦି ଆପଣମାନଙ୍କର କିଛି ରୋଗ ଦୁଃଖ କଷ୍ଟ ଅଛି ଆସନ୍ତୁ, ଥରେ ନିଜେ ଅନୁଭବ କରନ୍ତୁ ଦୈବୀ ଚିକିତ୍ସାର ଚମତ୍କାର, ଯାହା ଆଜିର ଆଧୁନିକ ଯୁଗରେ ଅବିଶ୍ୱାସ ଲାଗିଲେ ବି ସତ। ଆସନ୍ତା ସୋମବାର ଡିସେମ୍ବର ମାସ 30 ତାରିଖ ମୁଁ ଆସିଛି ରେମୁଣା ନୂଆଗାଁ ବାଲେଶ୍ୱର। ଯଦି ଆପଣ ଭଦ୍ରକରୁ ଆସୁଛନ୍ତି, ରେମୁଣା ଗଳି ଟପିବାର 3 କିଲୋମିଟର ପଟେ ଦେଖିବେ ଡାହାଣ ପଟେ କେତେଗୁଡ଼ିଏ ମନ୍ଦିର ଅଛି, ଶାଳବଣୀ ନୂଆଗାଁ ସେଇ ଜାଗାରେ ବା ସେଠାରେ ମହାମୃତ୍ୟୁଞ୍ଜୟ ମନ୍ଦିର ଅଛି। ସେଇଠି ମୋର ଦୈବୀ ଚିକିତ୍ସା ଆଜିକୁ 8 ବର୍ଷ ହେଲାଣି ଚାଲିଛି। ଯଦି ଆପଣ ବାରିପଦାରୁ ଆସୁଛନ୍ତି କିମ୍ବା ଜଳେଶ୍ୱର ଆସୁଛନ୍ତି, ବୁଢ଼ା ବଳଙ୍ଗ ନଦୀ ଟପିବାର ଅଳ୍ପ ବାଟ ପରେ ଦେଖିବେ ବାଁ ପଟେ କେତେଗୁଡ଼ିଏ ମନ୍ଦିର ଅଛି। ସେହି ମନ୍ଦିରକୁ ଆସନ୍ତୁ, ଥରେ ନିଜେ ଆସନ୍ତୁ। ନିଜେ ଯଦି କାହାର କିଛି ରୋଗ ଦୁଃଖ କଷ୍ଟ ଆସନ୍ତୁ, ଆଣିକି ଆସନ୍ତୁ, ନିଜେ ଦେଖନ୍ତୁ। ଦୈବୀ ଚିକିତ୍ସା ନା ଖାଇବାର ଅଛି, ପିଇବାର ଅଛି, ପାଳିବାର କିଛି ନାହିଁ, ନା ମେଡ଼ିସିନ ଅଛି, ନା ଔଷଧ ଅଛି, ନା ଇଞ୍ଜେକ୍ସନ୍ ଅଛି, କେବଳ ଟିକେ ଆଶୀର୍ବାଦରେ ଅସାଧ୍ୟ ରୋଗ ସବୁ ଭଲ ହୁଏ। ଆସନ୍ତା ସୋମବାର ଡିସେମ୍ବର ମାସ 30 ତାରିଖ ମୁଁ ଆସୁଛି ରେମୁଣା ନୂଆଗାଁ ବାଲେଶ୍ୱର। ଆପଣମାନେ ଆସନ୍ତୁ। ଯଦି କାହାର କିଛି ଅସୁବିଧା ଅଛି, ଆପଣମାନେ ଜାଣିଥିବେ ଏଠାରେ କିଛି ଖାଇବାର ନାହିଁ, ପିଇବାର ନାହିଁ, ପାଳିବାର ନାହିଁ, କିଛି ନାହିଁ, କେବଳ ଟିକେ ଆଶୀର୍ବାଦରେ ଅସାଧ୍ୟ ରୋଗ ସବୁ ଭଲ ହୁଏ। ପ୍ରଭୁ ଜଗନ୍ନାଥ କୃପାରୁ ଏଠି ସବୁ ରୋଗୀମାନଙ୍କୁ ସେବା ଦିଆଯାଏ। ଯଦି କିଛି ଅସୁବିଧା ଅଛି ଆସନ୍ତୁ, ନିଜ ଆଖିରେ ଏହି ଦୈବୀ ଚିକିତ୍ସା ଦେଖନ୍ତୁ। ଆସନ୍ତା ସୋମବାର ଡିସେମ୍ବର ମାସ 30 ତାରିଖ ମୁଁ ଆସୁଛି ରେମୁଣା ନୂଆଗାଁ ବାଲେଶ୍ୱର। ଆପଣମାନେ ଜାଣିଥିବେ ଦୀର୍ଘ 14 ବର୍ଷ ଧରି ନିରବଚ୍ଛିନ୍ନ ସେବା ଓଡ଼ିଶା, ଇଣ୍ଡିଆ, ଭାରତ ବାହାର ଦେଶରେ ବି ଦିଆଯାଇଛି, ଯେଉଁଠି ହଜାର ହଜାର ରୋଗୀମାନେ ଉପକୃତ ହୋଇଛନ୍ତି ଆଉ ତାଙ୍କ ମୁହଁରେ ହସ ଫୁଟିଛି। ଥରେ ଆସନ୍ତୁ, ନିଜେ ଦେଖନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।